ସେଥିପାଇଁ କୁହାଯାଇଛି ମଣିଷ ଜୀବନ କିଛି ନୁହେଁ ପାଣି ଫୋଟକା ପରି, ଯାହାକି ଆପଣ ଏଇ ପ୍ଲେନ୍ ସ୍କ୍ରାଚ୍ ହେବାର ନ୍ୟୁଜ୍ରେ ଆପଣ ନିଶ୍ଚୟ ଦେଖିଥିବେ। ଅହମ୍ମଦାବାଦରୁ ବାହାରି କିଛି ବାଟ ଗଲା ପରେ ପ୍ଲେନ୍ଟି ସ୍କ୍ରାଚ୍ କରିଛି, ଯାହାକି ପାଇଲଟ୍ ସମେତ ତାଙ୍କର 10 ଜଣ ମେମ୍ବର ଥିଲେ ଏବଂ ଅନ୍ୟ ଯାତ୍ରୀମାନେ ବସିଥିଲେ, ଯେ କି କଳ୍ପନା କରାଯାଉଛି 265 ଜଣଙ୍କର ମୃତ୍ୟୁବରଣ ହୋଇଯାଇଛି। ତେଣୁ ମଣିଷ ଜୀବନ କେତେବେଳେ ଯେ କ'ଣ ସମୟ ଆସିଯାଏ କେହି କହିପାରନ୍ତି ନାହିଁ। ତେଣୁ ସମସ୍ତଙ୍କୁ ଏତିକି ଅନୁରୋଧ କରି କହୁଛି, ସମସ୍ତେ ନିଜ ଆତ୍ମାର ସହିତ ସମସ୍ତେ ତାଙ୍କର ଆତ୍ମାକୁ ଯେମିତି ସଦ୍ଗତି ମିଳୁ, ନିଶ୍ଚୟ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ। ଜୟ ଜଗନ୍ନାଥ।